ଆଜି ଭୁବନେଶ୍ୱରରେ ପୁରା ଅନ୍ଧାର କିଟିକିଟି ବର୍ଷା ହେଇକିରି ପୁରା ଦେଖନ୍ତୁ ପୁରା ଅନ୍ଧକାର ଦେଖାଯାଉଛି। ଏଇଟା ହେଉଛି 5ଟା ବେଳର ଦୃଶ୍ୟ। ଅନ୍ଧକାର ପୁରା ରାସ୍ତାରେ ଦେଖନ୍ତୁ ଲାଇଟ୍ ଜଳୁଛି। ମୋ ଭଣଜା କହିଲା ମାମୁଁ ଆମେ ଟିକେ ଯିବା କଟକ ଚିକେନ ପକୋଡ଼ା ବାଦାମବାଡ଼ି ଖାଇବା ପାଇଁ। ତେଣୁକରି ବର୍ତ୍ତମାନ ଆମେ ବାହାରିଲୁ। ବର୍ତ୍ତମାନ ଯାଉଛୁ ଦେଖନ୍ତୁ ଲାଇଟ୍ ଦେଖାଯାଉଛି କଟକ ଭୁବନେଶ୍ୱର ରାସ୍ତାରେ ଏତେ ଜୋରରେ ଅନ୍ଧାର ହେଇଯାଇଛି ଯେମିତି ରାତ୍ରି ହେବ। ତାପରେ ଆମେ ବାହାରିକିରି ଯାଇକିରି ଏଇଠି ବାଦାମବାଡ଼ିରେ ପହଞ୍ଚିଲା ବେଳକୁ ଦେଖନ୍ତୁ ପୁରା ଦିନ ଅଛି, ଆହୁରି ଘଣ୍ଟାଏ ଦିନ ଅଛି। ତାପରେ ସେ ଚିକେନ ପକୋଡ଼ା ଦୋକାନକୁ ଗଲୁ। ଚିକେନ ପକୋଡ଼ା ଦୋକାନ ଏତେ ସୁନ୍ଦର ପକୋଡ଼ା କରେ, ତାର ଦିନକୁ କିଛି ନହେଲେ କୁଇଣ୍ଟାଲ 1.5 କୁଇଣ୍ଟାଲ ଚିକେନ ତାର ବିକ୍ରି ହୁଏ। ଆମେ ହେଲୁ ତାର ପ୍ରଥମ ଗ୍ରାହକୀ। ଦେଖନ୍ତୁ ସେ କହିଲା ନାଇଁ ଚିକେନ ମୋର ପଡ଼ିଯାଉ, ପ୍ରଥମ ଭାରି ଯେଉଁ ବାହାରିବ ଆପଣ ଖାଇବେ। ଆମେ କହିଲୁ ନା ଆମେ ଖାଇବୁ, ଆମେ ନେଇକିରି ଯିବୁ, କାହିଁକିନା ଆମେ ଭୁବନେଶ୍ୱରରୁ ଏତେ ବାଟ ଆସିଛୁ। ତାପରେ ଦେଖନ୍ତୁ ତାର ଚିକେନ ଛଣା ଚାଲିଛି, ପୁରା ପକୋଡ଼ା ହେଉଛି, ଲୋକମାନେ ଗୋଟିଏ ଗୋଟିଏ ଆସିଛନ୍ତି। ଏଇଟା ତାର ପ୍ରଥମ ଭାରି। ବାଦାମବାଡ଼ି ଯେଉଁ ଫୁଟ ଓଭରବ୍ରିଜ୍ ପାଖରେ ଆମ ପରେ ପରେ ଏ ଝିଅଟି ଆସିଲା, ଆଉ ଜଣେ ଭାଇନା ଛିଡ଼ା ହେଇଛନ୍ତି। ପ୍ରଥମ ଭାରି ପଡ଼ିଛି। ଦେଖନ୍ତୁ ଭୁବନେଶ୍ୱରରେ ଅନ୍ଧକାର, ଲାଇଟ୍ ରାସ୍ତାରେ NHରେ ଜଳୁଥିଲା, କିନ୍ତୁ କଟକରେ ଦେଖନ୍ତୁ ପୁରା ଦିନ ଅଛି, କିନ୍ତୁ ପବନ ବହୁଛି, ପୁରା ପ୍ରବଳ ଜୋରରେ ପବନ ବହୁଛି। ବର୍ଷା ଅସରେ 1.5 ଅସରା ହେଇକିରି ବର୍ଷା ଛାଡ଼ିଗଲାଣି। ଆମେ ଅପେକ୍ଷା କରିଛୁ ପକୋଡ଼ା ହେବ ଆମେ ଖାଇବୁ। ଏପର୍ଯ୍ୟନ୍ତ ପ୍ରଥମ ଭାରି ବାହାରିନି, ବୋଧହୁଏ ଏଇଟା ପ୍ରଥମ ଭାରି ବାହାରିବ। ଦେଖାଯାଉ କେତେବେଳକୁ ବାହାରୁଛି, ଆମକୁ ସିଏ ଦେଉଛନ୍ତି। ହେ ଭାଇ ହସୁଛନ୍ତି କେତେ ଜୋରରେ, ଦେଖନ୍ତୁ କହୁଛନ୍ତି ନା ନାଇଁ ହେଇଯିବ, ଆପଣ ବ୍ୟସ୍ତ ହୁଅନ୍ତୁନି, ଆପଣଙ୍କୁ ପ୍ରଥମେ ଦିଆଯିବ। ଚାଲିଛି ବୋଧେ ପକୋଡ଼ା ଟିକେ ହେଲା ପରେ ସେ ଆମକୁ ଦେବ ଆଉ। ହଁ ପକୋଡ଼ା ଦେଖନ୍ତୁ କେତେ ବଡ଼ ତାର ଗାଙ୍ଗୁଲାରେ ଚିକେନ ତାର ମସଲା ଦିଆ ହେଇକି ଥୁଆ ହେଇଛି। ଖାଲି ଛଣା ଗୋଟେ ଭାରି ପଡ଼ିଛି। ସମସ୍ତେ ସେ ତାର ଜିନିଷପତ୍ର ସବୁ ରେଡ଼ି କରୁଛି। ଆମର ବି 2 ପ୍ୟାକେଟ୍ ନେବା ପାଇଁ ଆମେ କହିଲୁ ତାକୁ। ଏ ଝିଅଟି ବି ଆସି ବ୍ୟସ୍ତ ହେଉଛି, ବର୍ଷା ହେଇଥିଲା ତ ସେ ପଳେଇବ ତା ଘରକୁ, ଭାରି ବ୍ୟସ୍ତ ହେଉଛି। ହଁ ପ୍ରଥମ ବାହାରିଗଲା। ଦେଖାଯାଉ ପ୍ରଥମ ବାରି ବାହାରିଲା। ସେ ଭାଇନା ଯେଉଁ ଛିଡ଼ା ହେଇଥିଲେ ତାଙ୍କୁ ଦିଆହେଲା। ଏପଟେ ଆମ ଭଣଜା ଛିଡ଼ା ହେଇଛି, ମୁଁ ବି ଛିଡ଼ା ହେଇଛି। ଦେଖନ୍ତୁ କି ରେଡ଼ି। ଏଇ ଖଟା ବାଲ୍ଟି ଦେଖନ୍ତୁ, ରାଗ ଆଉ ଖଟା ମିଶିକିରି ଅଛି। ଏ ଚିକେନ ପକୋଡ଼ା ସାଙ୍ଗରେ ଏଇଟା ଦିଆହେଉଛି। ଏଠି ଆମ ଭଣଜା ତାର ସେ ବାହାର କଲା ଏ ଯେଉଁ ଡବାଟି, ଆମର ଏଇଥିରେ ଆମ ଘରକୁ ଯିବ। ହଁ ଏଇଠି ଆମକୁ ଦିଆହେଲା, ଆମେ ଧରିଲୁ, ଦୀପୁ ଆମର ଧରିଲା। ଦୀପୁ କହିଲା ଟିକେ ଲୁଣ ପକାଇ ଦିଅ, ସେ ଲୁଣ ମଧ୍ୟ ଦେଇଦେଲେ। ଦୀପୁ ଖାଇବା ଷ୍ଟାର୍ଟ କଲା। ତାପରେ କହିଲା ମୋ ମାମୁଁକୁ ଦିଅ, ମୁଁ ମଧ୍ୟ ଆଣିକିରି ଧରିଲି। ତାର ଗୋଟିଏ ଯେହେତୁ ଗରମ ପ୍ରବଳ ହେଇଥିଲା ପ୍ରଥମ ଭାରି,